ସାଙ୍ଗମାନେ ଆଜି ମୋ ସିନ୍ଦୁର ଅଧିକାର ଦେଖନ୍ତୁ। ଆଦି ମୁକ୍ତିକୁ କୁହେ, କୁହ ମୁକ୍ତି, ମୋତେ ତମ ଲାଇଫ୍ରେ ଚାହୁଁଛ ନା? ତମ ମନରେ କେବଳ ମୁଁ ଅଛି ନା? କୁହ ମୁକ୍ତି, ମୋ ସହିତ ତମେ ତମର ଲାଇଫ୍ ବିତେଇବା ପାଇଁ ଚାହୁଁଛ? ତମେ ବି ମୋତେ ସେ 3ଟା ମ୍ୟାଜିକାଲ ୱାର୍ଡ଼ କହିବା ପାଇଁ ଚାହୁଁଛ ନା? ତାପରେ ଦୁହେଁ ଦୁହିଁଙ୍କର ବହୁତ ନିକଟତର ହେଇଯାଆନ୍ତି। ମୁକ୍ତିର ବିକ୍ରାନ୍ତ କଥା ମନେ ପଡ଼ିଯାଏ। ମୁକ୍ତି ଆଦିକୁ ଠେଲି ଦିଏ ଆଉ କୁହେ, ମୁଁ କହିଲି ନା ସେମିତି କିଛି ବି ନାହିଁ, ମୋଠୁ ଦୂରେଇକି ରୁହନ୍ତୁ। ମୁଁ ବାସ୍ ମୋ ଜବ୍ କରୁଛି। ଲାଲି ମ୍ୟାମ୍ଙ୍କ କହିବା ହିସାବରେ ମୋତେ ଆପଣଙ୍କୁ ଭଲରେ ନେଇକି ଘରେ ପହଞ୍ଚାଇବାର ଅଛି, ବାସ୍, ତା ଛଡ଼ା ଆଉ କିଛି ବି ନୁହଁ। ଚାଲନ୍ତୁ ସାର୍। ଆଦି ମୁକ୍ତିର ହାତକୁ ଛାଟିଦିଏ ଆଉ କୁହେ, ଷ୍ଟପ୍ ଇଟ୍। ମୁକ୍ତି, ତମେ ଜବ୍ କରୁଛ ନା? ତାହେଲେ ଠିକ୍ ଅଛି। ମୁକ୍ତି କୁହେ, ସାର୍ ଘରକୁ ଚାଲନ୍ତୁ, ମୋ କଥା ଟିକେ ଶୁଣନ୍ତୁ ସାର୍। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।